ଆପଣ ଜାଣିଛନ୍ତି କି ଯଦି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମାତ୍ର କିଛି ମିନିଟ୍ ଭଗବାନ ଶ୍ରୀକୃଷ୍ଣଙ୍କ ଗୀତାର ଅମୂଲ୍ୟ ବାଣୀ ଶୁଣନ୍ତି, ତେବେ ଧୀରେ ଧୀରେ ଆପଣଙ୍କ ମନରୁ ଚିନ୍ତା, ଭୟ, ଅଶାନ୍ତି ଏବଂ ନିରାଶା କମିଯାଇପାରେ। କାରଣ ଶ୍ରୀମଦ୍ ଭଗବତ ଗୀତା କେବଳ ଏକ ଆଧ୍ୟାତ୍ମିକ ଗ୍ରନ୍ଥ ନୁହେଁ, ଏହା ମନୁଷ୍ୟ ଜୀବନର ଏକ ମହାନ ମାର୍ଗଦର୍ଶକ। ତେଣୁ ପ୍ରିୟ ଭକ୍ତଗଣ, ଆଜିଠାରୁ ରାତିରେ ଶୋଇବା ପୂର୍ବରୁ ଏହି ବାଣୀଗୁଡ଼ିକୁ ମନ ଦେଇ ଶୁଣନ୍ତୁ ଏବଂ ଜୀବନରେ ପାଳନ କରିବାକୁ ଚେଷ୍ଟା କରନ୍ତୁ। ଆସନ୍ତୁ ଜାଣିବା ଗୀତାର ପ୍ରଥମ 5ଟି ଅମୂଲ୍ୟ ବିଚାର। ପ୍ରଥମ ବିଚାର, ଯାହା ଘଟିଛି ଭଲ ପାଇଁ ଘଟିଛି। ଶ୍ରୀକୃଷ୍ଣଙ୍କ ଶିକ୍ଷା ଆମକୁ ମନେ ପକାଇ ଦିଏ ଯେ ଜୀବନରେ ଯାହା ଘଟେ ସବୁକିଛି ଆମ ଇଚ୍ଛା ଅନୁସାରେ ହୁଏ ନାହିଁ। କେବେ ସୁଖ ଆସେ ତ କେବେ ଦୁଃଖ ଆସେ, କେବେ ଚାକିରି ମିଳେ ତ କେବେ ବ୍ୟବସାୟରେ ସମସ୍ୟା ଆସେ, କେବେ ନିଜ ଲୋକ ଦୂରେଇ ଯାଆନ୍ତି। ସେତେବେଳେ ଆମେ ଭାବିଥାଉ ସବୁ କିଛି ଶେଷ ହୋଇଗଲା। କିନ୍ତୁ ମନେ ରଖନ୍ତୁ, ଆଜି ଯେଉଁ ଘଟଣା ଆପଣଙ୍କୁ ଦୁଃଖ ଦେଉଛି, ହୁଏତ ସେହି ଘଟଣା ଆଗାମୀ ଦିନରେ ଆପଣଙ୍କ ଜୀବନରେ ଏକ ବଡ଼ ଶିକ୍ଷା କିମ୍ବା ଆଶୀର୍ବାଦ ହୋଇପାରେ। ତେଣୁ ପରିସ୍ଥିତି ଯେପରି ହେଉ, ଧୈର୍ଯ୍ୟ ରଖନ୍ତୁ ଏବଂ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଦ୍ୱିତୀୟ ବିଚାର, କର୍ମ କର, ଫଳର ଚିନ୍ତା କର ନାହିଁ। ଗୀତାର ସବୁଠାରୁ ପ୍ରସିଦ୍ଧ ଶିକ୍ଷା ମଧ୍ୟରୁ ଏହା ଗୋଟିଏ। ମନୁଷ୍ୟର ଅଧିକାର ତାର କର୍ମ ଉପରେ ଅଛି, ଫଳ ଉପରେ ନୁହେଁ। ଆଜିର ଅନେକ ଲୋକ କାମ କରିବା ଠାରୁ ଅଧିକ ଫଳ ବିଷୟରେ ଚିନ୍ତା କରନ୍ତି। ଏହି କାରଣରୁ ମନରେ ଭୟ, ଚିନ୍ତା ଓ ନିରାଶା ଜନ୍ମ ନିଏ। ଆପଣ ଯେପରି ମାଟିରେ ବିହନ ବୁଣି ନିଷ୍ଠାର ସହିତ ତାର ଯତ୍ନ ନିଅନ୍ତି, ସେପରି ଜୀବନରେ ନିଷ୍ଠାର ସହିତ କର୍ମ କରନ୍ତୁ। ଫଳ କେବେ ମିଳିବ, କେତେ ମିଳିବ, ସେହି ଚିନ୍ତା ଈଶ୍ୱରଙ୍କ ଉପରେ ଛାଡ଼ି ଦିଅନ୍ତୁ। ତୃତୀୟ ବିଚାର, ଆତ୍ମା ଅମର, ଶରୀର ନିଶ୍ୱର। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଥିଲେ ଯେ ଶରୀର ନଶ୍ୱର କିନ୍ତୁ ଆତ୍ମା ଅମର। ଆମେ ଆଜି ଶରୀରକୁ ନେଇ ଅତ୍ୟଧିକ ଗର୍ବ କରିବା ଉଚିତ ନୁହେଁ। ସମୟ ସହିତ ଶରୀର ପରିବର୍ତ୍ତିତ ହୁଏ। ତେଣୁ ଜୀବନର ପ୍ରକୃତ ଉଦ୍ଦେଶ୍ୟ କେବଳ ଧନ ସଂଗ୍ରହ ନୁହେଁ, ସତ୍କର୍ମ, ଭକ୍ତି, ମାନବ ସେବା ଏବଂ ନିଜ ଚରିତ୍ରକୁ ଉନ୍ନତି କରିବା, ଏହା ହେଉଛି ଜୀବନର ପ୍ରକୃତ ସମ୍ପଦ। ଚତୁର୍ଥ ବିଚାର, କ୍ରୋଧ ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ। କ୍ରୋଧ ଆସିଲେ ମନୁଷ୍ୟ ଠିକ୍ ଓ ଭୁଲର ବିଭେଦ ବୁଝିପାରେ ନାହିଁ। ଗୋଟିଏ ମୁହୂର୍ତ୍ତର କ୍ରୋଧ ଅନେକ ବର୍ଷର ସମ୍ପର୍କକୁ ନଷ୍ଟ କରିପାରେ। ତେଣୁ କେହି ଆପଣଙ୍କୁ ଅପମାନ କଲେ ତୁରନ୍ତ ଉତ୍ତର ଦିଅନ୍ତୁ ନାହିଁ। କିଛି ସମୟ ଚୁପ୍ ରୁହନ୍ତୁ, ମନ ଶାନ୍ତ ହେବା ପରେ ଭାବନ୍ତୁ। କାରଣ ଅନେକ ସମୟରେ ନୀରବତା ହିଁ ସବୁଠାରୁ ଭଲ ଉତ୍ତର। ପଞ୍ଚମ ବିଚାର, ଲୋଭ କେବେ ସୁଖ ଦିଏ ନାହିଁ। ଧନ ଉପାର୍ଜନ କରିବା ଭୁଲ ନୁହେଁ, କିନ୍ତୁ ଧନ ପ୍ରତି ଅତ୍ୟଧିକ ଲୋଭ ମନୁଷ୍ୟର ଶାନ୍ତିକୁ ନଷ୍ଟ କରିଦିଏ। ଯାହାର ପାଖରେ ହଜାର ହଜାର ଟଙ୍କା ଅଛି, ସେ ଲକ୍ଷ ଚାହେଁ। ଯାହା ପାଖରେ ଲକ୍ଷ ଅଛି, ସେ କୋଟି ଚାହେଁ। ଇଚ୍ଛାର ଏହି ଦୌଡ଼ର କୌଣସି ଶେଷ ନାହିଁ। ତେଣୁ ଶ୍ରୀକୃଷ୍ଣଙ୍କ ବାଣୀକୁ ମନେ ରଖନ୍ତୁ। ସନ୍ତୋଷ ହେଉଛି ମନୁଷ୍ୟର ସବୁଠାରୁ ବଡ଼ ସମ୍ପଦ। ନିଜ ପରିଶ୍ରମରେ ଯାହା ପାଇଛନ୍ତି, ସେଥିପାଇଁ ଈଶ୍ୱରଙ୍କୁ କୃତଜ୍ଞ ଜଣାନ୍ତୁ। ଆଜି ଶୋଇବା ପୂର୍ବରୁ ନିଜକୁ 3ଟି ପ୍ରଶ୍ନ ପଚାରନ୍ତୁ। ଆଜି ମୁଁ ମୋର କ୍ରୋଧକୁ ଜିତି ପାରିଲି କି? ଆଜି ମୁଁ ଲୋଭ ଛାଡ଼ି ସନ୍ତୋଷରେ ରହିପାରିଲି କି? ଆଜି ମୁଁ ମୋ ସମୟର ସଠିକ୍ ବ୍ୟବହାର କଲି କି? ଯଦି ଉତ୍ତର ନିଜ ଅନ୍ତରାତ୍ମାରୁ ମିଳିଯାଏ, ତେବେ ବୁଝିବେ ଆପଣ ଗୀତାର ପଥରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ଜୟ ଜଗନ୍ନାଥ।